ଜଙ୍ଗଲର ବଜାରରେ ମିନୁ ଚଢ଼େଇ ଆଉ କାଳୁ କାଉର ଦୁଇଟି ଛୋଟ ଛୋଟ ଢାବା ଥିଲା। ଦୁଇ ଜଣ ତାଙ୍କ ଢାବାରେ ବିଭିନ୍ନ ରକମର ଜିନିଷ ସବୁ ତିଆରି କରୁଥିଲେ। ଚଢ଼େଇମାନେ ଭାଗ ଭାଗ ହୋଇକି ଦୁଇ ଜଣଙ୍କ ଢାବାକୁ ଖାଇବାକୁ ଯାଉଥିଲେ। ଦୁଇ ଜଣଙ୍କର ଭଲ ବେପାର ହେଉଥିଲା, ସେଥିଲାଗି କେହି ବି କାହା ଉପରେ ରାଗ ରଖୁନଥିଲେ। ହେଲେ ଦିନ ପରେ ଦିନ ମିନୁ ଚଢ଼େଇ ସୁଆଦିଆ ଖାଇବା ତିଆରି କରିବାକୁ ଲାଗେ, ଯାହା ଫଳରେ କାଳୁ କାଉର ଦିନ ପରେ ଦିନ ବେପାର ମାନ୍ଦା ହବାରେ ଲାଗିଥିଲା। ହାଇଟି ଶୁଣୁଛ ରଘୁ ଚଢ଼େଇ, ଏବେ ତମ ଢାବାକୁ ଅଧିକ ଗ୍ରାହକ ମାନେ ଖାଇବାକୁ ଆସୁଛନ୍ତି। ମୁଁ ଏକଲା ଚଢ଼େଇ ଏତେ ସବୁ ରୋଷେଇ ତିଆରି କରିପାରୁନାହିଁ, ସେଥିଲାଗି ଆଉ ଗୋଟେ ଚଢ଼େଇକୁ କାମ ରଖିଲେ କେମିତି ହୁଅନ୍ତା? ସେ ଆସି ମୋତେ ସାହାଯ୍ୟ କଲେ ଯଥାଶୀଘ୍ର ଆମର ସବୁ ଖାଇବା ତିଆରି ହେଇଯାଆନ୍ତା, ଆଉ ଆମେ ସବୁ ଚଢ଼େଇ ମାନଙ୍କୁ ଠିକ ସମୟରେ ଖାଇବାକୁ ଦେଇପାରନ୍ତେ। କଥା ତମେ ଠିକ କହୁଛ। ଆଚ୍ଛା ଠିକ ଅଛି, ମୁଁ ଗୋଟେ ଚଢ଼େଇ ବୁଝୁଛି ଯିଏ ଆମ ଢାବାରେ ଆସି କାମ କରିବ। ହଁ ମା, ତମେ ଠିକ କଥା କହୁଛ। ଯଥାଶୀଘ୍ର ରୋଷେଇ ସାରିଦେଲେ ସବୁ ଚଢ଼େଇ ମାନେ ତମ ପାଖକୁ ଆସି ଖାଇବେ, ଆଉ ଚଢ଼େଇ ମାନଙ୍କୁ ଅପେକ୍ଷା କରିବାକୁ ମଧ୍ୟ ପଡ଼ିବ ନାହିଁ, କାରଣ ବେଳାବେଳି ଖାଇବାକୁ ମିଳିଲେ ସବୁ ଚଢ଼େଇ ମାନେ ଆମ ଢାବାକୁ ଆସି ଖାଇବେ। ରଘୁ ଚଢ଼େଇ ଗୋଟେ ଚଢ଼େଇ ଖୋଜିବାକୁ ଲାଗିଲା ଯିଏକି ତାଙ୍କ ଢାବାରେ କାମ କରିପାରିବ। ଏମିତି ଖୋଜିବା ଭିତରେ ରଘୁ ଚଢ଼େଇକୁ ଗୋଟେ ଭଲ ଚଢ଼େଇ ମିଳିଲା। ଆଚ୍ଛା ହରିଆ ଭାଇ, ତମେ ତ ଆଉ ସହର ଜଙ୍ଗଲକୁ କାମ କରିବାକୁ ଯାଉନା, ଘର ତ ବସିକି ରହୁଛ। ତା ଅପେକ୍ଷା ତମେ ଗୋଟେ କାମ କରୁନ, ତମେ ଆମ ଢାବାରେ ଆସି କାମ କର। ମାସକୁ ମୁଁ ତମକୁ 8,000 ଟଙ୍କା ଦେବି। ଠିକ ଅଛି ରଘୁ ଭାଇ, ଯଦି ତମେ କହୁଛ ତାହେଲେ କାଲିଠାରୁ ମୁଁ ତମ ଢାବାକୁ ଯାଇ କାମ କରିବି। ଆଉ ତା ପରଦିନ ସକାଳୁ ସକାଳୁ ହରିଆ ଶୁଆ ଆସିକି ମିନୁ ଚଢ଼େଇକୁ କାମରେ ସାହାଯ୍ୟ କରେ, ଯାହା ଫଳରେ ମିନୁ ଚଢ଼େଇ ଯଥାଶୀଘ୍ର ସବୁ ଖାଇବା ତିଆରି କରିଦିଏ। ହରିଆ ଭାଇ, ସବୁ ଖାଇବା ତ ତିଆରି ହେଇଗଲାଣି, ତମେ ଗୋଟେ କାମ କର, ଯାଅ ଖାଇବା ବୋର୍ଡ ନେଇକି ବାହାରେ ରଖିଦେଇକି ଆସ। ଏହାପରେ ହରିଆ ଶୁଆ ମିଲ୍ ରେଡି ବୋର୍ଡକୁ ନେଇକି ଘର ବାହାରେ ରଖିଦେଇକି ଆସେ। ହେଲେ ଏ ବୋର୍ଡକୁ ଦେଖି ସୁନ୍ଦରୀ କାଉ ଆଉ କାଳୁ କାଉ ତ ବହୁତ ରାଗିଯାଆନ୍ତି। କାଳୁ କାଉ, ଟିକେ ଭଲସେ ଦେଖ, ଏମିତିରେ ତ ସେ ମିନୁ ଚଢ଼େଇ ପାଖକୁ ଆମର ସବୁ ଗ୍ରାହକ ଚାଲିଗଲେଣି, ଆଉ ଏବେ ତ ସେ ବେଳାବେଳି ରୋଷେଇ କରିବାକୁ ଲାଗିଲାଣି। ଯଦି ଏତେ ଶୀଘ୍ର ସେ ରୋଷେଇ କରି ଚଢ଼େଇ ମାନଙ୍କୁ ଖାଇବାକୁ ଦବ, ତାହେଲେ ସବୁ ଚଢ଼େଇ ମାନେ ତ ତା ପାଖକୁ ଖାଇବାକୁ ପଳେଇବେ, ଆଉ ଆମ ଢାବା ତ ପୁରା ବନ୍ଦ ହେଇଯିବ। ହଁ ସୁନ୍ଦରୀ କାଉ, ସେ ମିନୁ ଚଢ଼େଇ ଭଲ ଯୋଜନା କରିଛି। ବେଳାବେଳି ରୋଷେଇ କରିଦେଇକି ଆମର ସବୁ ଗ୍ରାହକ ନେଇଯିବ ବୋଲି ଭାବିଛି। ନାଇଁ ସୁନ୍ଦରୀ କାଉ, ଆମେ ବି ଆଉ ଡେରି କରିବାନି। କାଲିଠାରୁ ଆମେ ବି ବେଳାବେଳି ରୋଷେଇ କରିକି ରଖିବା, ଯାହା ଫଳରେ ଚଢ଼େଇ ମାନେ ଆମ ପାଖକୁ ଆସି ଖାଇବେ। ହେଲେ କାଳୁ କାଉ, ଆମେ ତ 2 ଜଣ ଚଢ଼େଇ, ଏତେ ଶୀଘ୍ର ଆମେ ରୋଷେଇ କରିପାରିବା? ଆଉ ଏମିତିରେ ଆଉ ଗୋଟେ ଚଢ଼େଇକୁ କାମ ରଖିଲେ ସେ ତ ମାସକୁ ନିହାତି 8-10 ହଜାର ଟଙ୍କା ମାଗିବ। ଏତେ ଟଙ୍କା କାହିଁକି ଆମେ ତାକୁ ଦବା କହିଲ? ନାଇଁ ଚଢ଼େଇ କଣ ରଖି ହବ? ହେଲେ ମତେ ଗୋଟେ ଉପାୟ ଭାବିବାକୁ ପଡିବ, ଯାହା ଫଳରେ କୋଉ ଚଢ଼େଇକୁ କାମ ନ ରଖି ମଧ୍ୟ ଆମେ ବେଳାବେଳି ରୋଷେଇ କରିପାରୁଥିବା। କଣ ଯେ କରିବା? ହଁ ଆଇଡିଆ, ଆମେ ସକାଳୁ ସକାଳୁ ରୋଷେଇ କରିକି ରଖିଦବା। ହଁ, ସେଇଆ ହିଁ କରିବା, ନହେଲେ ତ ଆମ ଢାବା ପୁରା ବନ୍ଦ ହେଇଯିବ। ସେ ମିନୁ ଚଢ଼େଇ ଭାରି ନାଟକ କଲାଣି, ଆମ ବେପାର ପୁରା ଖାଇବାକୁ ଆସିଲାଣି, କାଲି ଆମେ ତାକୁ ଦେଖେଇଦବା। ଏମିତି ଚିନ୍ତା କରି ସ୍ୱାମୀ ସ୍ତ୍ରୀ 2 ଜଣ ଘରକୁ ଚାଲି ଯାଆନ୍ତି। ଆଉ ତା ପରଦିନ ରାତି ଅଧରୁ ଉଠି ସ୍ୱାମୀ ସ୍ତ୍ରୀ 2 ଜଣ ରୋଷେଇ କରିବାକୁ ଲାଗନ୍ତି। ବୁଝିଲ ସୁନ୍ଦରୀ କାଉ, ସେ ଯୋଉ ପଚା ମଚା ଆଳୁ ଥିଲା ସବୁ କାଟିକି ପୁରାଅ। ଆରେ କିଏ ଦେଖୁଛି କହିଲ? ଆରେ ଏମିତି ଏକ ଆମେ ତାକୁ ଖାଉଛେ, ସେ ଚଢ଼େଇ ମାନେ ସବୁ ଖାଇବେ। ଆରେ ଟିକେ ମସଲା ଭଲସେ ଛୁଙ୍କ ଫୁଙ୍କ ମାରିଦେଲେ ସେ ଆନନ୍ଦରେ ଭାତ ଗୋଳେଇକି ଖାଇଯିବେ। କିଏ ଯାଇ ଦେଖିବ କହିଲ କି ଆଳୁ ପଡିଛି? ସବୁ ସେ ପଚା ମଚା ଆଳୁ ପୁରା। ବୁଝିଲ? କହୁଛ କଣ ଯେ? ମୁଁ ବା ତମ ସ୍ତ୍ରୀ, ମୁଁ କଣ ଜାଣିନି କେମିତି ରୋଷେଇ ହବ? ମତେ ଆଉ ଏତେ ଶିଖାଅନି, ବୁଝିଲ? ଆରେ ହଁ ବା, ଆରେ ପଚା ମଚା ଆଳୁ ଯାହା ପକେଇବା କଥା ପକାଅ, ହେଲେ ଲାଷ୍ଟକୁ ସେ ଫୁଡ କଲର ପୁଳାଏ ପକେଇଦବ। ଖାଇବା ଯେତେ ସୁନ୍ଦର ଦେଖାଯିବ, ଇଏ ବୋକା ଚଢ଼େଇ ମାନେ ସେତେ ସୁଆଦି ଆଉ ହେଲ୍ଦି ଖାଇବା ଭାବି ଖାଇଯିବେ, ଆଉ ଆମେ ଅଧିକ ଟଙ୍କା ତାଙ୍କ ପାଖକୁ ନେଇଯିବା। ଏମିତି ଠକ ସ୍ୱାମୀ ସ୍ତ୍ରୀ 2 ଜଣ ଖାଇବା ବହୁତ ଖରାପ ଭାବରେ ତିଆରି କରନ୍ତି।
ହେଲେ ରଙ୍ଗ ମାରିକି ଖାଇବାକୁ ବହୁତ ସୁନ୍ଦରିଆ କରିଦିଅନ୍ତି। ସକାଳ ହଉ ହଉ ସେମାନଙ୍କର ସବୁ ଖାଇବା ପ୍ରସ୍ତୁତି ହୋଇଯାଇଥିଲା। ଆଉ ସେମାନେ ସେ ଖାଇବାକୁ ନେଇ ଢାବାକୁ ବିକ୍ରି କରିବାକୁ ଚାଲିଯାଆନ୍ତି। ଆରେ ଆସି ଏତେ ବଳ ହେଲାଣି, ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ କଣ ଗୋଡ଼ ଉପରେ ଗୋଡ଼ ପକେଇ ବସିଛନ୍ତି। ଆରେ ଆଜି କଣ ରୋଷେଇବାସ କରିବେ କି ନାହିଁ? ମତେ ତ କାହିଁ ଗଡ଼ବଡ଼ ଲାଗୁଛି। ନହେଲେ ଏମାନେ ତ ଏତେ ଶାନ୍ତିରେ ବସିବା କଥା ନୁହଁ। ଯେମିତି 12ଟା ବାଜିଛି କାଳୁ କାଉ ଖାଇବା ବୋର୍ଡକୁ ନେଇ ତା ଢାବା ଆଗରେ ରଖିଦିଏ। ଆଉ ଜୋର ଜୋର ପାଟିରେ ଚିଲେଇକି ଚଢ଼େଇ ମାନଙ୍କୁ ଡାକେ। ଆରେ ଆସନ୍ତୁ ଆସନ୍ତୁ ଚଢ଼େଇ ମାନେ, ମିଲ୍ ରେଡି ମିଲ୍ ରେଡି। ଆରେ କାଳୁ କାଉ ମିଲ୍ ରେଡି। ଆରେ ଆଉ ଅପେକ୍ଷା କରିବାକୁ ପଡିବନି, ଯଥାଶୀଘ୍ର କାଳୁ କାଉ ଢାବାକୁ ଆସି ଖାଇକି ଯାଅ। ଏମିତିରେ ଚଢ଼େଇ ମାନଙ୍କୁ ତ ଭୋକ ଲାଗିଥିଲା। ସେଥିଲାଗି ଚଢ଼େଇ ମାନେ ଆଉ ମିନୁ ଚଢ଼େଇର ଢାବାକୁ ନ ଯାଇ କାଳୁ କାଉର ଢାବାକୁ ଖାଇବାକୁ ଆସନ୍ତି। ଆରେ କାଳୁ ଭାଇ, ଆରେ ଆଜି କଣ ତମ ଖାଇବା ଗୁଡା ଏତେ ସୁନ୍ଦର ଦେଖାଯାଉଛି? ଲାଗୁଛି ଭଲ ଟେଷ୍ଟି ମଧ୍ୟ ହେଇଥିବ। ଆଚ୍ଛା ଆଚ୍ଛା, ଖାଇକି ଟିକେ ଦେଖେ। ଏମିତି କହି ପାରା ଯେମିତି ସେ ଖାଇବାକୁ ଖାଇଛି, ସେ ତ ବାନ୍ତି କରିବାକୁ ବାହାରିଲା। ଥୁ 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 ଥୁ। ଆରେ କାଳୁ ଭାଇ, ଆରେ ଏ କି ବେକାରିଆ ଖାଇବା ମ? ଆରେ ଦେଖିବାକୁ କେତେ ସୁନ୍ଦର, ହେଲେ ପାଟିରେ ପୁରା ଏମିତି ଲାଗୁଛି। ଛି ଛି ଛି। ଆରେ ପଚା ଫଚା ଆଳୁ ଗୁଡା ପକେଇ ଦେଇଛ ନା କଣ? ପୁରା ବେକାରିଆ ଲାଗୁଛି। ଆରେ ଏଇ ବଣ୍ଟି ପାରା, ତ ମୁଣ୍ଡ ଫୁଣ୍ଡ ଖରାପ ନା କଣ? ଆରେ କେତେ ସୁଆଦିଆ ଖାଇବା ହେଇଛି, ତୁ କଣ କହୁଛୁ ପଚା ମଚା ଆଳୁ ପକେଇଛି? ଆରେ ପଚା ଆଳୁ କାହିଁ ପକେଇବି? ସବୁ ଭଲ ଭଲ ଆଳୁ ପକେଇଛି, ବୁଝିଲୁ? ତ ପାଟି ଖରାପ ବୋଧେ, ସେଥିଲାଗି ତୁ ମୋ ଖାଇବା ଖରାପ କହୁଛୁ। ଏତେ ଆଉ ଗପିନି। ପଇସା ନ ଦବ ବୋଲି ଗୋଟେ ବାହାନା କଲା। ଚୁପ୍ତରେ ପଇସା ଦେଇକି ଯା। ପଇସା ନା ଚୋପା ଦେବି? ବେକାରିଆ ଖାଇବା ଦେଇକି ପଇସା ମାଗୁଛ? କିଛି ପଇସା ନାହିଁ। ଭଲ ସେ ଦିଟା ଖାଇଥିଲେ ପଇସା ଦେଇଥାନ୍ତି। ଯାଉଛି ମୁଁ ଏଇ ପଇସାରେ ସେ ମିନୁ ଚଢ଼େଇ ଢାବାରୁ ଖାଇବି। ସେ ମିନୁ ଚଢ଼େଇ କେତେ ସୁଆଦିଆ ଖାଇବା ତିଆରି କରୁଛି, ହେଲେ ବେଳାବେଳେ ଖାଇବା ଚକରେ ମୁଁ ତମ ଢାବାକୁ ଆସିଗଲି। ହେଲେ ଏତେ ବେକାରିଆ ଖାଇବା କରୁଛ ବୋଲି ମୁଁ ଜାଣିନି। ଏମିତି କହି ବଣ୍ଟି ପାରା ସେଠାରୁ ଯାଉଥିଲା। ସେଇ ସମୟରେ ସୁନ୍ଦରୀ କାଉ ଗୋଟେ ଠେଙ୍ଗା ଧରିକି ତା ଆଗରେ ଠିଆ ହେଲା। ଖବରଦାର କହୁଛି, ପଇସା ଦେଇକି ଯା, ନହେଲେ ତୋର ଦିନକୁ ମୋର ଦିନେ। ମୋ ଖାଇବା ଖାଇ କଣ ପଇସା ନ ଦେଇ ଚାଲି ଯାଉଛୁ? ବଣ୍ଟି ପାରା ଡରି ଡରିକି ପଇସା ଦେଇ ସେଠାରୁ ଚାଲିଗଲା। ହେଲେ ସେଇଦିନ ଠାରୁ ଆଉ ଚଢ଼େଇ ମାନେ କାଳୁ କାଉ ପାଖକୁ ଖାଇବାକୁ ଯାଆନ୍ତି ନାହିଁ। ସେଥିଲାଗି ତ କାଳୁ କାଉର ବେପାର ପୁରା ବନ୍ଦ ହେଇଯାଏ। ନାଇଁ ନାଇଁ ସୁନ୍ଦରୀ କାଉ, ଆଉ ଏ ଧନ୍ଦା ଚଳିବନି। ଆମକୁ ଅଲଗା କିଛି ଉପାୟ ଭାବିବାକୁ ପଡିବ, ନହେଲେ ଆମ ପାଖରୁ ତ ସବୁ ପଇସା ସରିଯିବ। ଆଉ ଯେ କଣ ଭାବିବ କହିଲ? ଯୋଉ ଉପାୟ ଭାବୁଛ କିଛି କାମ କରୁନି। ହେଲେ ଏଇଥରକ ମୋ ଉପାୟ କେମିତି କାମ କରୁଛି ତମେ ଖାଲି ଦେଖ। ଏମିତି କାଳୁ କାଉ ସୁନ୍ଦରୀ କାଉକୁ ତା ଉପାୟ ବିଷୟରେ ଜଣେଇଲା। କାଳୁ କାଉର ଏମିତି ଉପାୟ ଶୁଣି ସୁନ୍ଦରୀ କାଉ ତ ବହୁତ ଖୁସି ହେଇଗଲା। ଆଉ ତା ପରଦିନ କାଳୁ କାଉ ତା ଢାବା ଆଗରେ ଗୋଟେ ବୋର୍ଡ ରଖିଲା। ଆଉ ସେ ବୋର୍ଡରେ ଲେଖା ହେଇଥିଲା 5 ଟଙ୍କିଆ ଚିକେନ ବିରିୟାନୀ। 5 ଟଙ୍କିଆ ଚିକେନ ବିରିୟାନୀକୁ ଦେଖି ଚଢ଼େଇ ମାନେ ସବୁ କାଳୁ କାଉର ଢାବାକୁ ଖାଇବାକୁ ଯାଆନ୍ତି। ଆରେ କାଳୁ ଭାଇ, 5 ଟଙ୍କାରେ ଚିକେନ ବିରିୟାନୀ, ସେଠି ଚିକେନ ମାଂସ ପକେଇବ ନା ବେଙ୍ଗ ମାଂସ ପକେଇବ? ଆଉ ଏତେ କମ ମୂଲ୍ୟରେ କଣ ବିକ୍ରି କରୁଛ? ବୁଝିଲୁ ମୁନା, ପ୍ରଥମେ ତୁ ଖାଇବା ଖା, ତାପରେ ବୁଝିପାରିବୁ ମୁଁ ଏତେ କମ ମୂଲ୍ୟରେ କାହିଁକି ବିକ୍ରି କରୁଛି। ଏହାପରେ ମୁନା ଆଉ କିଛି ବି ଚିନ୍ତା କରେ ନାହିଁ। ସେ ଚିକେନ ବିରିୟାନୀକୁ ଖାଇବାକୁ ଲାଗେ। ପ୍ରଥମ ବାଇଟରେ ତ ମୁନାକୁ ବହୁତ ସୁଆଦିଆ ଲାଗେ। ସତରେ କାଳୁ ଭାଇ, ଭାରି ସୁଆଦିଆ ଲାଗୁଛି। ହେଲେ ଯେମିତି ମୁନା 2-3 ଥର ସେ ଚିକେନ ବିରିୟାନୀକୁ ଖାଇଛି, ତା ପାଟି ତ ବହୁତ ଜୋରରେ ଜଳିବାକୁ ଲାଗେ। କାରଣ ସେ ଚିକେନ ବିରିୟାନୀରେ ବହୁତ ରାଗ ମିଶିଥିଲା। ଇଲୋ ବୋପାଲ ମାଲ, ଆରେ ଏତେ ରାଗ! ଆରେ କାଳୁ ଭାଇ, କଣ ଟୋଟାଲ ସବୁ ଲଙ୍କା ଗୁଣ୍ଡ ଏଇଥିରେ ମିଶେଇ ଦେଇଛ ନା କଣ? ଆରେ ପାଣି ଟୋପା ଆଣ, ପାଣି ଟୋପା ଆଣ। ଇଲୋ ବୋପାଲ କି ରାଗ! ମୋ କାନ ଭିତରୁ ଧୂଆଁ ବାହାରିଲାଣି। ଆରେ ପାଣି ଟୋପା ଆଣ କାଳୁ ଭାଇ, ପାଣି ଟୋପା ଆଣ। ସଙ୍ଗେ ସଙ୍ଗେ କାଳୁ କାଉ ଗୋଟେ ପାଣି ବୋତଲ ଆଣିଦେଲା। ହେଲେ ମୁନା ଯେମିତି ସେ ପାଣିକୁ ପିଇବାକୁ ଯାଉଥିଲା, କାଳୁ କାଉ ତାକୁ ଅଟକେଇ ଦେଲା ଆଉ କହିଲା, ବୁଝିଲୁ ମୁନା, ପ୍ରଥମେ ପଇସା ଦେ, ତାପରେ ପାଣି ପିଇବାକୁ ଦେବି। ଆରେ ପାଣି ତ ପ୍ରଥମେ ପିଇବାକୁ ଦିଅ, ତାପରେ ପଇସା ଦେବି। ଆଚ୍ଛା ହଉ ଠିକ ଅଛି। କେତେ ଟଙ୍କା? 20 ଟଙ୍କା ଗୋଟେ ବୋତଲ ବା, ନିଅ 20 ଟଙ୍କା ରଖ। କଣ ହେଲା 20 ଟଙ୍କା? ଆରେ ବିରିୟାନୀ ସିନା ମୁଁ ଏତେ କମ ମୂଲ୍ୟରେ ବିକ୍ରି କରୁଛି, ତା ବୋଲି କଣ ପାଣି ମୁଁ ଏତେ କମ ମୂଲ୍ୟରେ ବିକ୍ରି କରିବି? ଆରେ ସ୍ପେଶାଲ ପାଣି, ବୁଝିଲୁ? ଏ ପାଣି ବୋତଲ ଦାମ ପୁରା 100 ଟଙ୍କା। 100 ଟଙ୍କା? ଆରେ 20 ଟଙ୍କାରେ ସବୁ ଜାଗାରେ ବିକ୍ରି ହଉଛି, ତମେ କଣ 100 ଟଙ୍କା ମାଗୁଛ? ଆରେ ପିଇବାର ଅଛି ଯଦି ପିଇ, ନହେଲେ ପାଣି ବୋତଲ ଦିଏ, ବୁଝିଲୁ? ମୁନା ପାଖରେ ଆଉ କିଛି ଉପାୟ ନଥିଲା। ଭାରି ରାଗ ଲାଗୁଥିଲା। ସେଥିଲାଗି ମୁନା 100 ଟଙ୍କା ଦେଇକି ସେ ପାଣି ପିଏ। ତାପରେ କାଳୁ କାଉ ତାକୁ କୁହେ,
ଦେଖିଲୁ ମୁଁ ଏତେ କମ୍ ମୂଲ୍ୟରେ କାହିଁକି ବିକ୍ରି କରୁଛି? ଆରେ ବିରିୟାନୀ ସିନା ମୁଁ 5 ଟଙ୍କାରେ ବିକ୍ରି କରୁଛି, ହେଲେ ପାଣି ବୋତଲ ଦର ବହୁତ ବଢ଼େଇ ଦେଇଛି। ବୁଝିଲ କାଳୁ ଭାଇ, ତମକୁ ଆଉ ପାରି ହବ ନାହିଁ। ଠକାମିର ପୁରା ଶେଷ ସୀମାରେ ତମେ ଅଛ। ଏମିତି ଭାବେ ଠକୁଛ ଚଢ଼େଇ ମାନଙ୍କୁ, ବୋପାଲ ବୋପାଲ ବୋପା। ଜଘୁ ପାଖରୁ ଏମିତି କଥା ଶୁଣି କାଳୁ କାଉ ଜୋର ଜୋର ହସିବାକୁ ଲାଗେ।